ଅଲେଖମୟ ସାଙ୍ଗମାନେ ମୁଁ ରଜତ ମୋ ଗାଁ ସାନ୍ତରାପୁର ଉଖ ପଞ୍ଚାୟତ ସାଙ୍ଗମାନେ ଆଜି ଆମେ ସକାଳୁ ସକାଳୁ ବଁରପାଳେ ହାଟକୁ ପଳେଇ ଆସିଲୁ ବେପାର କରିବା ଲାଗି। ସାଙ୍ଗମାନେ ଉପର ପାଲା ପକେଇ ଦେଇ ତଳ ପାଲା ଆମେ ପକେଇଦେଲୁ। ତାପରେ ହେଠୁ ଜିନିଷ ଅଲୋଡ କରିଦଉଛୁ। ଅଲୋଡ ମୋର ସରିଲା, ଜିନିଷ ସଜାସଜି ଆରମ୍ଭ ମୁଇଁ କଲି। ଆରମ୍ଭ କରିକି ଦୋକାନୀ ଭାଇ ମାନେ ଆସିବେ, ମୁଁ ମୋର ବେପାର ଆରମ୍ଭ କରିବି। ଜିନିଷ ମୋର ସଜା ଏବେ ସରିଲା, ଦୋକାନୀ ଭାଇ ମାନେ ଆସିଲେ ମୁଁ ଦେବି। ଆମର ମସଲା ନାଁ ହଉଛି ନୀଳକଣ୍ଠ ଗୋଟା ମସଲା। ଯୋଉ ଦୋକାନୀ ଭାଇ ମାନେ ଆସିବେ ଏଠାରୁ ନେବେ, ଭଲ ରେଟ ରେ ଦିଆଯିବ। ମୋ ଭଣଜା ଆଣିଲା ଚାହା ମତେ ଦେଲା, ମୁଇଁ ପିଇଲି। ଲୋକ ଆସିଲେ, ଦେଖିଲା ବେଳକୁ ମୋ ଠିକି ଆସିଲେ ନାହିଁ, ଅଲଗା ଆଡେ ପଳେଇ ଗଲେ। ମୁଁ ଭାବୁଥିଲି ମୋ ଠିକି ଆସିବେ ବୋଲି। ବେପାର ନଥିବାରୁ ଆମେ ଖାଲି କ୍ୟାମେରା ବୁଲେଇକିନି ଇଆଡେ ହାଡେ ଦେଖୁଛୁ। ରାକ୍ଷୀ ଭାଇ ଜଣକ ଆସିଲେ, ତାଙ୍କୁ ବସିବାକୁ କୋଉଠି ଜାଗା ପାଇଲାନି ବୋଲି ଆମ ପାଖରେ ତାଙ୍କୁ ଡାକିକିନି ବସେଇଲୁ। ସେ ବି ଆମ ସହିତ ବସିଲେ, ବେପାର ମିଶିକିନି ଆମେ କରିଲୁ। ବେପାର ନଥିବାରୁ ଆମେ ଖାଲି ଏଟା ବହିକିନି ମୁସ୍ତାଙ୍ଗି କରୁଛୁ। ହେଇଥିଲାଗି ଘଣ୍ଟାଏ ପାଖାପାଖି ବସିଲୁ, ବିସ୍କୁଟ ଖାଇଲୁ। ତାପରେ ମୁସ୍ତାଙ୍ଗି କରିସାରିଲା ପରେ ଜଣିଆ ଜଣିଆ ଦୋକାନୀ ଭାଇ ମୋର ଆସ। ଏ ଭାଇ ଜଣକ ଆମ ଭିଡିଓ ଦେଖିଛନ୍ତି ବୋଲି କହିଲେ, ତାପରେ ମୁଇଁ ତାଙ୍କର ଟିକେ କହିକି ଭିଡିଓ ଟିକେ କଲି। ମୁଁ କହିଲି ମୋବାଇଲରେ ପକେଇଦବା। ବେପାର ଆମର ସରିଲା, ମୁଇଁ ଜିନିଷ ଏବେ ଭରି କରିଲି। ଜିନିଷ ମୋର ଭରି ଭୁରା ସରିଲା। ଏବେ ଗାଡିରେ ମୁଁ ନଟେଇବି, ଘରକୁ ବାହାରିବି। ଦୌଡୁ ଲାଡେ ମୋର ସରିଲା, ମୁଁ ପାଲ ଏବେ ଭାଙ୍ଗିକିନି ଘରକୁ ମୁଁ ମୋର ବାହାରିଲି।